ଏବେ ଇନଷ୍ଟାଗ୍ରାମ ରେ ଦେଖିବାକୁ ମିଳୁଛି ଗୋଟେ ନୂଆ ଫିଚର। ଇନଷ୍ଟାଗ୍ରାମ ରେ ଆସି ସାରିଛି ଗୋଟେ ନୂଆ ଫିଚର ଯାହାକି ଆପଣ ଏଠି ଦେଖିବାକୁ ପାଉଥିବେ। ଏଇ ଟାଇପର କିଛି ରହିଛି, ହେଲେ ଏ ଫିଚରଟା କଣ, କେମିତି ୟୁଜ କରିବା, ଚାଲନ୍ତୁ ମୁଁ ଆପଣଙ୍କୁ ଆଜି ଏ ଭିଡିଓରେ କରିକି ଦେଖେଇ ଦଉଛି, ଯାହାଦ୍ୱାରା ଆପଣ କମ୍ପ୍ଲିଟଲି ବୁଝିପାରିବେ। ବେଶୀ ସମୟ ଲାଗିବନି, ଫଟାଫଟ ମୁଁ ଆପଣଙ୍କୁ ଜଣେଇବି। ସର୍ଟ ଭିଡିଓ ଏଣ୍ଡ ପର୍ଯ୍ୟନ୍ତ ଦେଖିନିଅନ୍ତୁ, କମ୍ପ୍ଲିଟଲି ବୁଝିଯିବେ। କିନ୍ତୁ ତା ପୂର୍ବରୁ ଭିଡିଓଟାକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନ ଆସିଥିଲେ ବର୍ତ୍ତମାନ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ କ୍ଲିକ୍ ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ତ ମୁଁ ଫାଷ୍ଟ ଇନଷ୍ଟାଗ୍ରାମ କୁ ଓପନ କରିଦେଲି, ଦେନ୍ ଏଠି ଯୋଉ ମେସେଜ ରହିଛି ହେଲା, ଯୋଉଠି ଆମେ ମେସେଜ କରୁଛେ, ତ ସିମ୍ପଲି ସେଠି ମୁଁ କ୍ଲିକ୍ କରିଦଉଛି। କ୍ଲିକ୍ କଲେ ଏଠି ଆସିଗଲା ଏଇ ଟାଇପର କିଛି। ତ ଏଠି ଯୋଉ ରହିଲା ରାଇଟ୍ ସାଇଡ୍ ର ତଳେ ଦେଖିବାକୁ ମିଳୁଛି ଯୋଉ ପ୍ଲସ୍ ଆଇକନଟା, ଯୋଉଟା କି ଇନଷ୍ଟାଣ୍ଟ, ଯୋଉଟା ନୂଆ ଫିଚର। ଯଦି ଆପଣ ସେଠି କ୍ଲିକ୍ କରିବେ ନା, କ୍ଲିକ୍ କରୁ କରୁ ଏଠି କ୍ୟାମେରା ଓପନ ହେଇଯାଉଛି, ଯୋଉଠି କି ଆପଣ ନର୍ମାଲ ସା ୱିଦାଉଟ୍ ଏନି ଫିଲ୍ଟର, ମାନେ କିଛି ବି ଏଠି ଏଡିଟ୍ ବଗେରା କିଛି ହବନି, ଜଷ୍ଟ ନର୍ମାଲ ସେ ଗୋଟେ ଫଟୋ କ୍ୟାପଚର କରିପାରିବେ ଏଠି, ଆଉ ଆପଣ ଇନଷ୍ଟାଣ୍ଟ ରେ ଏଡ୍ କରିପାରିବେ ଆପଣଙ୍କର। ଓକେ, ଯେମିତି ଆପଣ ଦେଖୁଛନ୍ତି ଏଠି ମୁଁ ଗୋଟେ ଫଟୋ କ୍ୟାପଚର କରିଦଉଛି। ତ ହେଇଗଲା ଫଟୋ କ୍ୟାପଚର। ଫ୍ଲାsh ବି ଅଛି ଏଠି, ଫ୍ଲାsh ବି ଅନ୍ ଅଫ୍ କରିପାରିବେ, ଦେଖିବାକୁ ପାଉଥିବେ। ଓକେ, ତ ଏମିତି କିଛି ରହିଛି। ଏବଂ ମୁଁ ଯେତିକି କ୍ୟାପଚର କଲିନି ଡାଇରେକ୍ଟଲି ସେଟା ଏଡ୍ ହେଇଗଲା, ଯୋଉଟା କି ଇନଷ୍ଟାଣ୍ଟ ରେ। ମୁଁ ଦେଖେଇ ଦଉଛି କୋଉଠି ଅଛି। ଏଠି ତ ଦେଖନ୍ତୁ, ୱେଟ୍ ଏଠି ତ ଦେଖିବାକୁ ପାଉଥିବେ ତଳେ ଲେଫ୍ଟ ସାଇଡ୍ ର ଯୋଉ ଗୋଟେ ରହିଛି ଆଇକନଟା, ଏଠି କ୍ଲିକ୍ କରିବେ ଟାଇମ୍ ର। କ୍ଲିକ୍ କଲେ ଏଠି ଦେଖିବାକୁ ପାଉଥିବେ ଏଠି ଏଡ୍ ହେଇଗଲା ତିନିଟା ଯାକ। ମୁଁ ଯେତିକି ଫଟୋ ଉଠେଇଲି ନା ରହିଗଲା। ଯଦି ଆପଣଙ୍କୁ ଏବେ ଡିଲିଟ୍ କରିବାର ଅଛି ଏଠୁ, କେମିତି ଡିଲିଟ୍ କରିବେ? ସିମ୍ପଲି ତାକୁ ଲଙ୍ଗ ପ୍ରେସ୍ କରିକି ଧରିବେ, ଧରଲେ ଏଟା ଡିଲିଟ୍ ପାଇଁ ଆସିଯିବ ଗୋଟେ। ଦେଖିବାକୁ ପାଉଥିବେ ଡିଲିଟ୍ ୱାନ୍ ଫଟୋ। ଡାଉନଲୋଡ ବି ଅଛି, ଡାଉନଲୋଡ ବି କରିପାରିବେ। ତ ଏଠି ମୁଁ ଡିଲିଟ୍ ୱାନ୍ ଫଟୋରେ କ୍ଲିକ୍ କଲି, ଡିଲିଟ୍ ହେଇଗଲା। ଆଉ ଯଦି ଆପଣଙ୍କୁ କଣ କରିବାର ଅଛି, ଏକା ଥରକେ ମଲ୍ଟିପଲ ଡିଲିଟ୍ କରିବାର ଅଛି, ତ ଉପରେ ଦେଖିବାକୁ ପାଉଥିବେ ଆଇକନଟା, ଏଠି କ୍ଲିକ୍ କରିବେ। କ୍ଲିକ୍ କରିବା ପରେ ଏଠି ସିଲେକ୍ଟ ପାଇଁ ଆସିଯିବ, ଆପଣ ଜଷ୍ଟ ସିଲେକ୍ଟ କରିବେ। ଆଉ ଆପଣ ଏଠି ଡିଲିଟ୍ ବି କରିପାରିବେ, ଡାଉନଲୋଡ ବି କରିପାରିବେ, ସବୁ ଅପସନ ଅଛି। ଦେଖିବାକୁ ପାଇଲେ ନା? ତ ଏଠି ମୁଁ କ୍ଲିକ୍ କରିଦଉଛି, ତାପରେ ଡିଲିଟ୍ ହେଇଯିବ ହେଲା। ଡିଲିଟ୍ କ୍ଲିକ୍ କଲେ ଏଠି କଣ ହେଲା, ଡିଲିଟ୍ ହେଇଗଲା। ଆଉ ଆପଣଙ୍କୁ କିଏ ରିଆକ୍ସନ ଦେଲା ନ ଦେଲା ଆପଣ ଏଇଠୁ ଚେକ୍ କରିପାରିବେ। ସେ ଫଟୋ ଉପରେ କ୍ଲିକ୍ କରିବେ ହେଲା, ଯୋଉଟା ଇନଷ୍ଟାଣ୍ଟ ରଖିଥିବେ। କ୍ଲିକ୍ କଲା ପରେ ଆପଣ ତଳେ ଦେଖିବାକୁ ପାଇଯିବେ କିଏ କିଏ ରିଆକ୍ସନ ଦେଇଛନ୍ତି ହେଲା। ତ ଏଇଭଳି ଭାବରେ ଆଉ ଏଟା ଏଇ ଟାଇପର ହିଁ ୟୁଜ ହଉଛି, ବୁଝିପାରିଲେ ନା? ଏବେ ମୁଁ ବ୍ୟାକ୍ କଲି, ତାପରେ ଏଠି ଆପଣ ଚାହିଁଲେ ବ୍ୟାକ୍ କ୍ୟାମେରାରେ ବି ଆପଣ ଫଟୋ ଉଠେଇକି ରଖିପାରିବେ। ଦେଖିବାକୁ ପାଉଥିବେ ବ୍ୟାକ୍ କ୍ୟାମେରା ପାଇଁ ବି ଏଠି ଯୋଉ ରହିଛି ଦେଖିବାକୁ ପାଉଥିବେ ଏଇ ଆଇକନଟା, ଏଠି କ୍ଲିକ୍ କରିକି ଆପଣ ମାନେ ଫ୍ରଣ୍ଟ କରିପାରିବେ, ଆଉ ବ୍ୟାକ୍ କ୍ୟାମେରା ବି କରିପାରିବେ। ଆଉ ତଳେ ଏଠି ଯୋଉ ରହିଛି ଫ୍ରେଣ୍ଡସ୍, କ୍ଲିକ୍ କଲେ ଏଠି କ୍ଲିକ୍ କଲେ କଣ ଦେଖଉଛି, ସେୟାର ୱିଥ୍। ଆପଣ ଏଠି ଦୁଇ ପ୍ରକାର ଅପସନ ଦେଖିବାକୁ ପାଉଛନ୍ତି। ଆପଣ ଫ୍ରେଣ୍ଡସ୍ ରେ ବି ସିଲେକ୍ଟ କରିକି ସେୟାର କରିପାରିବେ, ପ୍ଲସ୍ ଫ୍ରେଣ୍ଡସ୍ ରେ ବି ସିଲେକ୍ଟ କରିକି ସେୟାର କରିପାରିବେ। ଆପଣ ଯେମିତି ସେୟାର କରିବାକୁ ଚାହୁଁଛନ୍ତି ସେମିତି କରନ୍ତୁ। ଫ୍ରେଣ୍ଡସ୍ ମାନେ କେଉଁମାନେ ଦେଖିବେ ଆପଣଙ୍କ ଇନଷ୍ଟାଣ୍ଟଟା, ଯେଉଁମାନଙ୍କୁ ଆପଣ ଫଲୋ ବ୍ୟାକ୍ ଦେଇଛନ୍ତି ସେମାନେ ହିଁ ଆପଣଙ୍କ ଇନଷ୍ଟାଣ୍ଟ ଦେଖିପାରିବେ, ବୁଝିପାରିଲେ ନା? ତ ଏଇଭଳି ଭାବରେ ଏଇଟା କିଛି ଥିଲା ଫିଚରଟା, ଯୋଉଟାକି ନୂଆ ଆସିଥିଲା। ମୁଁ ତ ଆପଣଙ୍କୁ ଜଣେଇଦେଲି। ସୋ ଆଇ ହୋପ୍ ଏବେ ଆପଣ ବୁଝିପାରିଥିବେ କଣ ଥିଲା ସେଇ ଇନଷ୍ଟାଗ୍ରାମର ନୂଆ ଫିଚରଟା। ଆପଣଙ୍କୁ କେମିତି ଲାଗିଲା ଏଇ ଫିଚରଟା, ନିହାତି ଭାବରେ ଆପଣଙ୍କର ଫିଡବ୍ୟାକ୍ କମେଣ୍ଟ ସେକ୍ସନରେ ଜଣେଇଦେବେ। ଆଉ ବାକି ତ ଆପଣ କହି ହିଁ ଦେବେ, ମୁଁ ଆଉ କଣ କହିବି। ପୁଣି ଦେଖା ହବା ଗୋଟେ ନୂଆ ଇଣ୍ଟରେଷ୍ଟିଂ ଭିଡିଓରେ। ସେଥି ପର୍ଯ୍ୟନ୍ତ ମତେ ବି ଦେଇ ଦିଅନ୍ତୁ। ବାଏ ବାଏ, ଟେକ୍ କେୟାର।